ସମାଧାନ ଶିକ୍ଷା ନିକେତନରେ ମାତୃମଞ୍ଚ ବୈଠକ। ଆଠମଲ୍ଲିକ ଉପଖଣ୍ଡ ଅଇଡ଼ା ଅନ୍ତର୍ଗତ ସମାଧାନ ଶିକ୍ଷା ନିକେତନ ପରିସର ମଧ୍ୟରେ ରବିବାର ମାତୃମଞ୍ଚ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରମେଶ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନର ନିର୍ଦ୍ଦେଶକ ବିନୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପ୍ରତି ମା'ର ଭୂମିକା ଉପରେ ଆଲୋଚନା କରିବା ସହ ଶିଶୁମାନଙ୍କ ପ୍ରତି ମା'ମାନେ ଅଧିକ ଯତ୍ନବାନ ହେଲେ ଶିଶୁର ମାନସିକ ଶାରୀରିକ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଭଞ୍ଜନ କ୍ଷେତ୍ରୀ, ମାତୃମଞ୍ଚ କମିଟି ସଭାନେତ୍ରୀ ମାନସୀ ରାଜ, ବିଦ୍ୟାଳୟ ପରିଚାଳନା କମିଟି ଉପଦେଷ୍ଟା ଅରବିନ୍ଦ କ୍ଷେତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୁରୁମା ନଳିନୀ ପ୍ରଭାତ, ନଳିନୀ କ୍ଷେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଜୀ ନରହରି ପ୍ରଧାନ, ଗୁରୁମା ଭୂମିସୁତା ସାହୁ, ଗୁରୁମା ମାମାଲି ତରିଆ ସମସ୍ତ ପ୍ରକାର ଆୟୋଜନ କରିଥିଲେ। ନୂତନ ଶିକ୍ଷାବର୍ଷ ନିମନ୍ତେ ଏକ ନୂତନ ମାତୃମଞ୍ଚ କମିଟି ଗଠନ କରାଯାଇଥିଲା। ସଭାନେତ୍ରୀ ଭାବେ ମାନସୀ ରାଜ, ସମ୍ପାଦିକା ଭାବେ ନିବେଦିତା ସାହୁଙ୍କୁ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ସମସ୍ତ କାର୍ଯ୍ୟକ୍ରମ ମାତୃମଞ୍ଚ ମାଧ୍ୟମରେ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଠମଲ୍ଲିକ ସମାଚାର।